ଆରେ ୟା ନାଟିଆ, ତୁ ବଣଭୋଜି କୋଉଠି କରିବୁ ରେ? ବଣଭୋଜି କରିବୁନି? ନା ରେ ସାଙ୍ଗ, ବଣଭୋଜି କରିବା ପାଇଁ ପଇସା ନାହିଁ। ପଇସା ତ ଦରକାର ନା, ନହେଲେ କୋଉଠି କାମ କରିକି ପଇସା ଆଣିବାକୁ ପଡିବ। ତୋର ଯୋଉ ଅବସ୍ଥା, ତତେ କିଏ କାମ କରିବାକୁ ନବ? ତୁ ଯୋଉ ଭଳିଆ ହେଇଛୁ ସାଇସ୍ତର। କାଇଁ ମୁଁ ଏତେ ଖରାପ ନା? ଖରାପ ତତେ କିଏ କହିଲା? ଖରାପ ତୁ ନୁହଁ, ତୋର ଯୋଉ ସାଇଜ, ତୋର ବଡ଼ ମଥା ଛୋଟ ଶରୀ, ତୁ ମାଡ଼ିଆ ପିଲା ଭଳିଆ। ତାହେଲେ ଇଏ 2024ରେ ବଣଭୋଜି କରି ଖାଇପାରିବିନି। 2025 ଆସିଲେ ପୁଣି ବଡ ହେବି ଆଉ ଟିକେ, ତାପରେ କାମ କରି ପଇସା ଆଣି ତାପରେ ବଣଭୋଜି କରି ଖାଇବାକୁ ପଡିବ। ନା କଣ କହୁଛୁ? ମୋ ପାଖରେ ତ ପଇସା ନାହିଁ ଏବେ, ନହେଲେ ତୁ ଧାର ଦେ ମତେ 37,000 ଟଙ୍କା। 37,000? ବଣଭୋଜି କରିବୁ ନା କୋଉ ଝିଅକୁ ନେଇ ଯିବୁ ଯେ? 37,000? ମୋ ପାଖରେ ବି 3 ଟଙ୍କା ଅଛି। 3 ଟଙ୍କାରେ ନବୁ ତ ନେ, ନହେଲେ ନାଇଁ ପଳା।